ଜରାସନ୍ଧ ଯିଏକି ଭଗବାନଙ୍କର ଶତ୍ରୁ, କଂସ ମରିଯିବା ପରେ ତେଣୁ ଜରାସନ୍ଧକୁ ସେ ଚାହୁଁଥିଲେ ତାଙ୍କର ପ୍ରିୟ ଭକ୍ତ ଭୀମସେନଙ୍କ ଦ୍ୱାରା ମାରିବା ପାଇଁ। ଏଇ ହଉଛି ଭଗବାନଙ୍କର ଇଚ୍ଛା। ତେଣୁ କୃଷ୍ଣ ଇଚ୍ଛା ମାତ୍ର ବଳବତୀ। ଭଗବାନଙ୍କର ଇଚ୍ଛା ହିଁ ନିରଙ୍କୁଶ ଇଚ୍ଛା ଶକ୍ତି, ଯାହାର ସେ ଇଚ୍ଛାକୁ କେହି বন্ধ କରିପାରିବେନି ବା সেই ইচ্ছাକୁ କୌଣସି ପ୍ରକାର ବିରୋଧ ବି କରାଯାଇପାରିବ ନାହିଁ। মনুষ্যের কোটি বাঞ্ছা কবু সিদ্ধ নয়, ঈশ্বরের যেই ইচ্ছা সেই সিদ্ধ হয়। ମଣିଷ ବହୁତ ପ୍ରକାର ଚିନ୍ତା କରେ, ମଣିଷ ବହୁତ ପ୍ରକାର ଯୋଜନା କରେ, ଏପରିକି ଦେବତା ମାନେ ମଧ୍ୟ ସେମାନେ ବହୁ ପ୍ରକାର ଚିନ୍ତା ବହୁ ପ୍ରକାର ଯୋଜନା କରନ୍ତି, କିନ୍ତୁ ଭଗବାନଙ୍କର ଇଚ୍ଛା ହିଁ କାର୍ଯ୍ୟକାରୀ ହୁଏ। ଏ ପ୍ରସଙ୍ଗରେ ଆମେ ଯିବା। ଯେତେବେଳେ ସୁଭଦ୍ରାଙ୍କର ବିବାହ ପ୍ରସ୍ତାବ, ଯେତେବେଳେ ଦୁର୍ଯ୍ୟୋଧନ ଶକୁନିର ମନ୍ତ୍ରଣାରେ ବଳରାମଙ୍କୁ ଗୁରୁ ରୂପରେ ଗ୍ରହଣ କରିଛନ୍ତି ଏବଂ ବଳରାମଙ୍କୁ ସନ୍ତୁଷ୍ଟ କରିଛନ୍ତି, ତେଣୁ ବଳରାମଙ୍କୁ ସନ୍ତୁଷ୍ଟ କରିବା ପରେ ଦୁର୍ଯ୍ୟୋଧନ ବଳରାମଙ୍କ ନିକଟରେ ଏକ ପ୍ରସ୍ତାବ ରଖିଛି ଯେ ମୁଁ ଆପଣଙ୍କର ଭଗ୍ନୀକୁ ବିବାହ କରିବାକୁ ଚାହେଁ, ମୁଁ ଆପଣଙ୍କ ଭଗ୍ନୀକୁ ବିବାହ କରିବା ପାଇଁ ଚାହେଁ, ଆପଣ ଏଇ ସର୍ତ୍ତ ଏଥିରେ ଏଇ ପ୍ରସ୍ତାବରେ ଆପଣ ରାଜି ହୁଅନ୍ତୁ। ତେଣୁ ବଳରାମ ଏଇ ଯୋଉ ଭିତରେ କୂଟନୈତିକ ଯୋଜନା ଅଛି ତା ଭିତରେ ସେ କଥା ବଳରାମ ଜାଣିପାରୁନାହାନ୍ତି, କାରଣ ବଳରାମ ଏତେ ବୁଦ୍ଧିମାନ ନୁହନ୍ତି। କୃଷ୍ଣ ଯେଭଳି ବୁଦ୍ଧିମାନ, କୃଷ୍ଣ 6ଟା ଐଶ୍ୱର୍ଯ୍ୟ ତାଙ୍କ ପାଖରେ ଅଛି, ଯଦିଓ ବଳରାମ ନିଜେ ସ୍ୱୟଂ କୃଷ୍ଣ, କିନ୍ତୁ କୃଷ୍ଣ ବଳରାମ ଭିତରେ ଏଇ ପାର୍ଥକ୍ୟ ରହିଛି ଯେ ବଳରାମ ସେ କଥା ବୁଝିପାରୁନାହାନ୍ତି, ତା ଭିତରେ ଯୋଉ କୂଟନୈତିକ ଉଦ୍ଦେଶ୍ୟ ଅଛି ସେ ସେଥିରେ ବହୁତ ଖୁସିରେ ରାଜି ହେଇଛନ୍ତି, ବହୁତ ଆନନ୍ଦର ସହିତ ରାଜି ହେଇଛନ୍ତି ଏବଂ ସେ କହିଛନ୍ତି ଏଇଟା ଗୋଟେ ସୁନ୍ଦର ପ୍ରସ୍ତାବ, ଆମ ଉଭୟ ବଂଶ ମଧ୍ୟରେ ଗୋଟିଏ ସମ୍ପର୍କ, ସୁନ୍ଦର ସମ୍ପର୍କ ସ୍ଥାପନ ହବ, ତେଣୁ ଏଥିରେ ମୁଁ ରାଜି ଏବଂ ନିଶ୍ଚିତ ଭାବରେ ସୁଭଦ୍ରାଙ୍କର ବିବାହ ହବ ଦୁର୍ଯ୍ୟୋଧନ ସହିତ ହବ। ତେଣୁ ଏ କଥା, ଏ ପ୍ରସ୍ତାବ ନେଇକି ନିଜର ପିତା ବସୁଦେବ ଏବଂ ଦେବକୀଙ୍କ ନିକଟରେ ମଧ୍ୟ ଯାଇକି କହିଛନ୍ତି ଯେ ମୁଁ ଗୋଟେ ସୁନ୍ଦର ପ୍ରସ୍ତାବ ମୋ ଭଉଣୀ ପାଇଁ ଆଣିଛି, ଆଉ ସେ ବିବାହ ସୁଭଦ୍ରାଙ୍କ ସହିତ ଦୁର୍ଯ୍ୟୋଧନଙ୍କର ବିବାହ ହବ, ଯିଏକି ହସ୍ତିନାପୁରର ଭବିଷ୍ୟତ ରାଜା ହେବେ, ବର୍ତ୍ତମାନ ଯୁବରାଜ ଅଛନ୍ତି, ସେ ବିବାହ କରିବେ। ଆଉ ଏଇଟା ସୁନ୍ଦର ପ୍ରସ୍ତାବ, ଏଥିରେ ଆମେ ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କରିବା ଦରକାର। ବସୁଦେବ କହିଲେ ଠିକ ଅଛି, ଆମେ କୃଷ୍ଣଙ୍କ ସହିତ କଥାବାର୍ତ୍ତା କରିକି ତାପରେ କରିବା। କୃଷ୍ଣ ସହିତ ଆମ କଣ କଥାବାର୍ତ୍ତା କରିବା ଦରକାର ଅଛି? ମୁଁ ଯେତେବେଳେ ବଡ ଭାଇ, ଜ୍ୟେଷ୍ଠ ଭ୍ରାତା ହିସାବରେ ମୁଁ ଯେତେବେଳେ ଏ ପ୍ରସ୍ତାବ ଆଣିଛି ଏବଂ ସେଥିରେ କୃଷ୍ଣ ନିଶ୍ଚୟ ସମ୍ମତ ହବ, ସେଥିରେ କୌଣସି ପ୍ରକାର ସେ ବିରୋଧ କରିବ ନାହିଁ, ତେଣୁ ଆମେ ବିବାହ। ଏ ପ୍ରକାର ଭାବରେ ସମସ୍ତ ପ୍ରାୟ ପ୍ରସ୍ତାବ ସ୍ଥିର ହେଇଗଲା। ଯେତେବେଳେ ଭଗବାନ କୃଷ୍ଣ କଥା ଏଇ କଥା କାନକୁ ଗଲା, ସେତେବେଳେ ସେ ଚିନ୍ତା କଲେ ଯେ ପ୍ରକୃତ ପକ୍ଷେ ସୁଭଦ୍ରାକୁ ତ ନିଶ୍ଚିତ ଦୁର୍ଯ୍ୟୋଧନ ବିବାହ କରିବେ, ତେଣୁ ସୁଭଦ୍ରାଙ୍କୁ ଜଣେଇଦେବା ଦରକାର, କାରଣ ସେ ଜାଣିଛନ୍ତି ସୁଭଦ୍ରା କାହାକୁ ବିବାହ କରିବା ପାଇଁ ଚାହାଁ, ଆଉ ଭଗବାନ କୃଷ୍ଣଙ୍କର ମଧ୍ୟ ଇଚ୍ଛା ସୁଭଦ୍ରା ଯାହାଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି ସେ ତାଙ୍କୁ ବିବାହ, ଯିଏକି ତାଙ୍କର ପ୍ରିୟ ଭକ୍ତ। ତେଣୁ ଯେତେବେଳେ ସୁଭଦ୍ରାଙ୍କ ନିକଟରେ କୃଷ୍ଣ ଯାଇକି କହିଲେ ଦେଖ ତୁମର ବିବାହ ପ୍ରସ୍ତାବ ତୁମର ଭାଇ, ଆମର ବଡ ଭାଇ ଜ୍ୟେଷ୍ଠ ଭ୍ରାତା, ସେ ସ୍ଥିର କରିସାରିଛନ୍ତି ଯେ ତୁମକୁ ଦୁର୍ଯ୍ୟୋଧନଙ୍କ ସହିତ ବିବାହ ଦେବେ। ସେଠୁ ସୁଭଦ୍ରା କହିଲେ ମୁଁ କେବେ ତ କୌଣସି ପ୍ରକାର ଦୁର୍ଯ୍ୟୋଧନ ସହିତ ମୋର ବିବାହ ହବ ନା, ସମ୍ଭବ ନୁହେଁ, ଯଦି ମୁଁ ବିବାହ କରିବି ତାହେଲେ ଅର୍ଜୁନଙ୍କୁ ହିଁ ବିବାହ କରିବି, ଆଉ ଯଦି ଜବରଦସ୍ତି ମତେ ଦୁର୍ଯ୍ୟୋଧନଙ୍କ ସହିତ ବିବାହ କରିଦିଆଯାଏ ତାହେଲେ ମୋର ମଲା ଶବ ସହିତ ହିଁ ତାର ବିବାହ। ଏଇ ପ୍ରକାର ଭାବରେ କହିଛନ୍ତି। କହିଲେ ସେ ତ ଭାଇ ତ ଚାରିଆଡେ ପ୍ରଚାର କରିସାରିଲେଣି, ବାପାଙ୍କ ସବୁ ପାଖରେ ମଧ୍ୟ ଏଇ କଥା ସବୁ ସ୍ଥିର ହେଇସାରିଲାଣି, କାରଣ ଆମେ ଆଉ କିଛି କରିବାର ନାହିଁ। ହେଲେ ଆପଣ କିଛି ବ୍ୟବସ୍ଥା କରନ୍ତୁ, ଆପଣ ଚାହିଁଲେ ସବୁ କିଛି ହେଇପାରିବ, ଆପଣ କିଛି ଗୋଟେ ବ୍ୟବସ୍ଥା କରନ୍ତୁ। କହିଲେ ମୁଁ ଗୋଟେ ପ୍ରସ୍ତାବ ତୋ ପାଖରେ ରଖିବି, ମୁଁ ଗୋଟେ କଥା ରଖିଛି, ଯଦି ତୁମେ ସେ କଥାରେ ରାଜି ହବ ତାହେଲେ ତୁମେ ଅର୍ଜୁନଙ୍କୁ ହିଁ ପାଇପାରିବ, ତା ନହେଲେ ତୁମେ ପାଇବା ସମ୍ଭବ ନୁହେଁ। ଯେତେବେଳେ କହିଲେ କଣ ସେ ପ୍ରସ୍ତାବ, ନା ଆସନ୍ତା କାଲି ଯେତେବେଳେ ତୁମେ ଯିବ ଦେବୀ ମନ୍ଦିରକୁ ପୂଜା କରିବା ପାଇଁ, ସେ ସମୟରେ ଅର୍ଜୁନ ତାଙ୍କ ରଥ ପ୍ରସ୍ତୁତ କରି ରଖିଥିବେ ଏବଂ ତୁମେ ଆସି ମନ୍ଦିରରୁ ପୂଜା କରି ସାରି ଆସିଲା ପରେ ଅର୍ଜୁନ ତୁମକୁ ରଥକୁ ନେଇଯିବେ ଏବଂ ରଥ ନେଇ ସାରିଲା ପରେ ତୁମେ ଅର୍ଜୁନଙ୍କ ରଥରେ ସାରଥି ହବ, ଅର୍ଜୁନ ରଥରେ ରଥୀ ଭାବରେ ବସିବେ ଏବଂ ତୁମେ ରଥର ସାରଥି ହବ, ରଥର ଦୌଡ଼ି ତୁମେ ଧରିକି ରଥ ଚାଲିବ। ଏ ପ୍ରକାର ଭାବରେ ତୁମେ ଯଦି ଯାଇପାରିବ ତାହେଲେ ହିଁ ତୁମେ ରକ୍ଷା ପାଇପାରିବ, ନହେଲେ ଆଉ କୌଣସି ପ୍ରକାର ଏଇ ପ୍ରସ୍ତାବ କେବେ ହେଲେ ଆଉ ବନ୍ଦ ହବା ବା ପ୍ରସ୍ତାବ ଭାଙ୍ଗିବାର କୌଣସି ଆଉ ନାହିଁ ବା ହେଇପାରିବ ନାହିଁ କୌଣସି। ଯାହା ଆପଣ ଭାଇ କହିଲେ ମୁଁ ସେୟା କରିବି। ଆଉ ତତ୍ପର ଦିନ ସେଇ ଅନୁସାରେ କାର୍ଯ୍ୟକାରୀ ହେଲା। ଯେତେବେଳେ ସୁଭଦ୍ରା ଦେବୀ ମନ୍ଦିରରୁ ଦର୍ଶନ ସାରି ଆସୁଛନ୍ତି ସେତେବେଳେ
ଅର୍ଜୁନ ପ୍ରସ୍ତୁତ ହେଇଥିଲେ ଏବଂ ଅର୍ଜୁନ ରଥକୁ ନେଇଗଲା ପରେ ଅର୍ଜୁନ ଯେତେବେଳେ ରଥର ଦୌଡ଼ି ଧରିବା ପାଇଁ ଚାହୁଁଛନ୍ତି ସୁଭଦ୍ରା କହିଲେ ନାଇଁ ନାଇଁ ମୁଁ ରଥ ଦୌଡ଼ି ଧରି ଏବଂ ସୁଭଦ୍ରା ରଥର ଦୌଡ଼ି ଧରିକି ରଥ ଚଳେଇ ନେଇଗଲେ ଏବଂ ସମସ୍ତେ ଦେଖିଲେ ଯେ ରଥ କେମିତି ଚାଲି ଯାଉଛି ଏବଂ ସୁଭଦ୍ରା ମଧ୍ୟ ଚାଲି ଯାଉଛନ୍ତି। ସାଙ୍ଗେ ସାଙ୍ଗେ ବଳରାମଙ୍କ ପାଖକୁ ଏ ସମ୍ବାଦ ଗଲା। ବଳରାମ ଶୁଣିଲା ପରେ ବହୁତ କ୍ରୁଦ୍ଧ ହେଲେ। ସେ କହିଲେ କଣ ହେଲା, ମୋର ଭଉଣୀକି ଅର୍ଜୁନ ନେଇଗଲା, ତେଣୁ ନିଶ୍ଚିତ ଭାବରେ ଅର୍ଜୁନକୁ ମାରିଦେବି। ସମସ୍ତ ସୈନ୍ୟମାନଙ୍କୁ ପ୍ରସ୍ତୁତ କରିଦେଲେ ଏବଂ ସୈନ୍ୟମାନଙ୍କୁ ପ୍ରସ୍ତୁତ କରିକି ଅର୍ଜୁନଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ପୁରା ସାଙ୍ଗେ ସାଙ୍ଗେ ପ୍ରସ୍ତୁତ, ପୁରା ତୟାର। ସେଠୁ ଭଗବାନ କୃଷ୍ଣ ସେଠୁ କହିଲେ କଣ ହେଲା ଭାଇ, ଏତେ କାହିଁକି ଏତେ ବ୍ୟସ୍ତତା, କଣ ହେଇଛି ଅସୁବିଧା, ତୁମେ କଣ ଜାଣିନ? ତୁମେ ଜାଣିନ ଏଇ ଯୋଉ କେତେ କଥା ଘଟିଗଲାଣି, କଣ ହେଇଛି କହୁନା? ନା ଆରେ ମୋର ଭଉଣୀକୁ ଅର୍ଜୁନ ନେଇକି ପଳେଇଲା, ଅର୍ଜୁନକୁ ନିଶ୍ଚିତ ଭାବରେ ମୁଁ ମାରିଦେବି, ତାକୁ ନିଶ୍ଚିତ ଭାବରେ ମୋ ଘରେ ସେ ଅତିଥି ହେଇଛି, ମୋ ପରିବାରରେ ସେ ଅତିଥି ହେଇଛି, ଶେଷରେ ମୋ ଭଉଣୀକୁ ସେ ନେଇକି ପଳେଇବ, ଏଇଟା କିଭଳି ଭାବରେ ସମ୍ଭବ? ଭଗବାନ କୃଷ୍ଣ କହିଲେ ଠିକ ଅଛି, ପଚାରିବା କୋଉମାନେ ଦେଖିଛନ୍ତି ଯେ ଅର୍ଜୁନ ସୁଭଦ୍ରାକୁ ନେଇଯାଇଛି। ଆମେ ଯୋଉମାନେ ଦେଖିଛନ୍ତି, ଯୋଉମାନେ ତାଙ୍କୁ ଦେଖି ସେଇ ସମୟରେ ଦେଖିଛନ୍ତି ତାଙ୍କୁ ପଚାରିବା, ଆପଣ କାହିଁକି କାହା କଥା ଶୁଣିକି କାହିଁକି ଏତେ ବ୍ୟସ୍ତ ହଉଛନ୍ତି? ନା ଏଇ ସୈନ୍ୟମାନେ ଆମକୁ ସମ୍ବାଦ ଦେଲେ, କହିଲେ ଆଉ ସୈନ୍ୟମାନଙ୍କୁ ଡକାଯାଉ। ସେ ସୈନ୍ୟମାନଙ୍କୁ ଡକାଗଲା ଏବଂ ସୈନ୍ୟମାନଙ୍କୁ ପଚରାଗଲା କି ଅର୍ଜୁନ କଣ ସୁଭଦ୍ରାଙ୍କୁ ନେଇଯାଇଛନ୍ତି? କିଏ ରଥ ଚଲଉଥିଲା କହୁନାହାନ୍ତି? ରଥ କିଏ ଚଲଉଥିଲା? ନା ରଥ ସୁଭଦ୍ରା ହିଁ ଚାଳନା କରୁଥିଲେ। ତାପରେ ଭଗବାନ କୃଷ୍ଣ କହିଲେ ସୁଭଦ୍ରା ରଥ ଚାଳନା କରୁଥିଲା, ସୁଭଦ୍ରା ଅର୍ଜୁନକୁ ହରଣ କରିଛି ନା ଅର୍ଜୁନ ସୁଭଦ୍ରାକୁ ହରଣ କରିଛି? ଆମ ଭଉଣୀର ଦୋଷଟାକୁ ତମେ କାହିଁକି ଅନ୍ୟ ପୁଅ ପାଖରେ ଦୋଷଟା ଦଉଛ? ହଁ, ଭଉଣୀ ତ ଅର୍ଜୁନକୁ ହରଣ କରି ନେଇଯାଇଛନ୍ତି, ଆଉ ବିଚାରା ଅର୍ଜୁନକୁ କାହିଁକି ଦୋଷ ଦଉଛନ୍ତି? ତାପରେ ଆଉ ବଳରାମ ଆଉ କିଛି କହିପାରିଲେ। ତେଣୁ ଏଥିରେ କହିବାର କଥା ହଉଛି ଯେ ପ୍ରକୃତରେ କୃଷ୍ଣଙ୍କର ଇଚ୍ଛା ମାତ୍ର ବଳବତୀ, ଯଦିଓ ବଳରାମ ସ୍ୱୟଂ କୃଷ୍ଣ, କିନ୍ତୁ କୃଷ୍ଣଙ୍କର ଇଚ୍ଛା ହିଁ କାର୍ଯ୍ୟକାରୀ। ଠିକ ସେଇ ପ୍ରକାର ଏଇ ଯୋଉ କାଳ ଯବନ ରାକ୍ଷସ, ସିଏ ହଉଛି ତାକୁ ଭୟଙ୍କର ଶକ୍ତିଶାଳୀ ଏବଂ ସେ ବର ପ୍ରାପ୍ତ ହେଇଛି ଯେ କୌଣସି ଦେବତା ଦ୍ୱାରା ସେ ମୃତ୍ୟୁବରଣ କରିବ ନାହିଁ। ଏପରି ଶିବଜୀ ଏବଂ ବିଷ୍ଣୁଙ୍କ ଦ୍ୱାରା ହିଁ ସେ ମରିବ ନାହିଁ, এই ପ୍ରକାର ବର ସେ ପ୍ରାପ୍ତ ହେଇଛି। ଏବଂ ସେଇ କାଳ ଯବନ ରାକ୍ଷସକୁ ପଠେଇଛି ଆମର ଜରାସନ୍ଧ ପଠେଇଛି ଯେ ତୁମେ ଯାଇକି କୃଷ୍ଣ ସହିତ ଯୁଦ୍ଧ କର ଏବଂ କୃଷ୍ଣଙ୍କୁ ମାରିଦିଅ। ତେଣୁ ସିଏ କାଳ ଯବନ ରାକ୍ଷସ କୃଷ୍ଣଙ୍କ ସହିତ ଯୁଦ୍ଧ କରୁଛି ଏବଂ ଭଗବାନ କୃଷ୍ଣ ତାକୁ ଏ ପ୍ରକାର ଭାବରେ ସେ ଚାହୁଁଛନ୍ତି କିନ୍ତୁ କାଳ ଯବନ ରାକ୍ଷସକୁ ମାରିବା ପାଇଁ, କିନ୍ତୁ ସେ ତ ମାରିପାରିବେନି। ତେଣୁ ତାଙ୍କୁ କଣ କରୁଛନ୍ତି, କାଳ ଯବନ ରାକ୍ଷସକୁ ଯୋଉ ଗୁମ୍ଫାରେ ମୁଚୁକୁନ୍ଦ ଶୟନ କରିଛି ସେ ଗୁମ୍ଫା ମଧ୍ୟକୁ ତାକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ନିଜେ ନିଜେ ସେ ଏଭଳି ଭାବରେ ଅଭିନୟ କରୁଛନ୍ତି ଯେମିତି କାଳ ଯବନ ରାକ୍ଷସ ଜାଣିବ ଯେ କୃଷ୍ଣ ହାରି ଯାଉଛନ୍ତି, ତେଣୁ ସିଏ ହାରିଲା ଭଳି ଅଭିନୟ କରିକି ଦୌଡ଼ିକି ପଳେଇ ଯାଉଛନ୍ତି। ତା ସହିତ କାଳ ଯବନ ରାକ୍ଷସ ପଛ ପଚାରୁଛି। ସେ କାଳ ଯବନ ରାକ୍ଷସ ଭାବୁଛି ଯେ କୃଷ୍ଣ ପରାଜିତ ଏବଂ ପରାଜିତ ହେଇ କୋଉଠି ଆଶ୍ରୟ କରୁଛନ୍ତି, ତେଣୁ ମୁଁ ତାକୁ ମାରିଦେବି କୌଣସି ପ୍ରକାର, ଏଇଭଳି ଭାବିକି କୃଷ୍ଣଙ୍କ ପଛେ ପଛେ ସେ କାଳ ଯବନ ରାକ୍ଷସ ଦୌଡୁଛି ଏବଂ କାଳ ଯବନ ରାକ୍ଷସ ଦୌଡ଼ିବା ବେଳେ କୃଷ୍ଣ ସେଇ ଗୁମ୍ଫା ଭିତରେ ମଧ୍ୟରେ ପ୍ରବେଶ କରୁଛନ୍ତି ଏବଂ ଗୁମ୍ଫା ମଧ୍ୟରେ ପ୍ରବେଶ କଲା ପରେ ଦେଖୁଛନ୍ତି କୃଷ୍ଣ ଜାଣିଛନ୍ତି ଏଠି ମୁଚୁକୁନ୍ଦ ଶୟନ କରୁଛନ୍ତି, ତେଣୁ ତାଙ୍କର ନିଜର ଉତ୍ତରୀୟଟିକୁ ମୁଚୁକୁନ୍ଦ ରାକ୍ଷସ ଉପରେ ତାକୁ ପକେଇ ଦେଇଛନ୍ତି ଏବଂ ମୁଚୁକୁନ୍ଦ ରାକ୍ଷସ ଉପରେ ପକେଇ ଦେଇଛନ୍ତି। ସେ ଶୟନ କରୁଛନ୍ତି, ଗଭୀର ନିଦ୍ରାରେ ଶୟନ କରୁଛନ୍ତି, ମୁଚୁକୁନ୍ଦ ରାଜା ଶୟନ କରୁଛନ୍ତି। ଏଇ ସମୟରେ କାଳଯବନ ମଧ୍ୟ ତା ଭିତରେ ପ୍ରବେଶ କରୁଛି ଆଉ ଭଗବାନ କୃଷ୍ଣ ସେଠି ଗୋଟେ ଗୁମ୍ଫା ଭିତରେ ଗୋଟେ ସ୍ଥାନରେ ସେ ଲୁଚି ଯାଇଛନ୍ତି। ତେଣୁ ଏଇ ସମୟରେ କାଳଯବନ ରାକ୍ଷସ ଯେତେବେଳେ ସେ ଗୁମ୍ଫା ଭିତରେ ପ୍ରବେଶ କରିଛି ସେତେବେଳେ ଦେଖିଛି ଯେ ଇଏ ଦୌଡ଼ି ଦୌଡ଼ି ଆସିକି ବୋଧେ ବିଶ୍ରାମ ନେଇଗଲା ଏଠି, ହଁ ବିଶ୍ରାମ ନେଇ କ୍ଳାନ୍ତ ହେଇକି ଏଠି ବିଶ୍ରାମ ନେଇଯାଇଛି। ତେଣୁ ସେ କୃଷ୍ଣ ବୋଲି ତାଙ୍କୁ ଭାବି, ମୁଚୁକୁନ୍ଦଙ୍କୁ କୃଷ୍ଣ ବୋଲି ଭାବି ସେ ତାଙ୍କୁ ନିଜର ଶକ୍ତି ଖଟେଇ ଗୋଟିଏ ଗୋଇଠା ମୁଚୁକୁନ୍ଦ ରାକ୍ଷସକୁ ମାରିଛନ୍ତି ଏବଂ ମୁଚୁକୁନ୍ଦ ରାକ୍ଷସ ଗୋଟେ ଗୋଇଠା ମାରିବା ପରେ ସଙ୍ଗେ ସଙ୍ଗେ ମୁଚୁକୁନ୍ଦଙ୍କ ନିଦ୍ରା ଭଙ୍ଗ ହେଇଛି ଏବଂ ତାଙ୍କର ଯୋଉ ଚକ୍ଷୁର ରଶ୍ମିରେ ବା ଚକ୍ଷୁର ଯୋଉ ତେଜ ବଳରେ କାଳ ଯବନ ରାକ୍ଷସଟି ଧ୍ୱଂସ ହେଇଯାଇଛି ଏବଂ ଯୋଉଟାକି ମୁଚୁକୁନ୍ଦ ରାଜା ଦେଖିକି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେଇଛନ୍ତି ଏବଂ ସେ ଚିନ୍ତା କରିଛନ୍ତି କଣ ଏଭଳି ଘଟିଗଲା, ଏଭଳି ଏକ ହଠାତ୍ ଘଟିଲା କେମିତି এই ପ୍ରକାର ଘଟଣା। ଏବଂ ତାପରେ ପରେ ଦେଖୁଛନ୍ତି ଯେ ସେ ଗୁମ୍ଫାର ଚତୁର୍ଦିଗ ଆଲୋକିତ ହେଇଛି, ଆଲୋକରେ କୃଷ୍ଣଙ୍କର ଆଲୋକରେ ଯେତେବେଳେ ସେ ଗୁମ୍ଫା ଆଲୋକିତ ହେଇଛି ସେ ସମୟରେ ମୁଚୁକୁନ୍ଦ ରାଜା ମଧ୍ୟ ସିଏ ମଧ୍ୟ ଆଶ୍ଚର୍ଯ୍ୟ ହେଇଛନ୍ତି ଏଇଭଳି ଘଟଣା ଗୋଟେ ଘଟିଲା ଆଉ ଗୁମ୍ଫାଟା କିଭଳି ଭାବରେ ଆଲୋକିତ ହେଇଛି। ତେଣୁ ତାପରେ ଦେଖିଛନ୍ତି ଯେ ସେଠାରେ ଅଛନ୍ତି ସିଏ ଚତୁର୍ଧାମ ମୃତ୍ୟୁ ରୂପରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି ଏବଂ ନିଜର ସ୍ୱରୂପ ପ୍ରକାଶ କରିଛନ୍ତି ଏବଂ ମୁଚୁକୁନ୍ଦ ମଧ୍ୟ ସନ୍ଦେହ ହେଇଛି ଏଇ ଗୁମ୍ଫା ମଧ୍ୟରେ ଏଭଳି ଭାବରେ କିଏ ଏଠାରେ ଆସି ପହଞ୍ଚିଲା ଏବଂ ମଧ୍ୟ ତାଙ୍କ ପରିଚୟ ପଚାରିଛନ୍ତି ଏବଂ ସେ ମଧ୍ୟ ତାଙ୍କର ପରିଚୟ କୃଷ୍ଣ ମଧ୍ୟ ପରିଚୟ ପ୍ରଦାନ କରିଛନ୍ତି ଏବଂ ମୁଁ ବସୁଦେବଙ୍କର ପୁତ୍ର
ମୁଁ ଏଠାକୁ ଆସିଥିଲି କାଳଯବନ ରାକ୍ଷସ ମତେ ଗୋଡେଇ ଗୋଡେଇ ଏଠାକୁ ଆଣିଥିଲା ଏବଂ ଆପଣଙ୍କର ଯୋଉ ଚକ୍ଷୁର ରଶ୍ମିରେ ସେ ମୃତ୍ୟୁବରଣ କଲା। ସେଠୁ ମୁଚୁକୁନ୍ଦ ଦତ୍ତ ହଉଛନ୍ତି ଭଗବାନ କୃଷ୍ଣଙ୍କର ଭକ୍ତ, ଯଦିଓ ରାଜା ସିଏ ମାନ୍ଧାତାଙ୍କର ପୁତ୍ର ଏବଂ ଜଗନ୍ନାଥଙ୍କର ନାତି, ତେଣୁ ସିଏ ସଙ୍ଗେ ସଙ୍ଗେ ନିଜ ସ୍ଥାନରୁ ଉଠି ଭଗବାନ କୃଷ୍ଣଙ୍କୁ ପ୍ରଣାମ କରିଛନ୍ତି।